ବାଲେଶ୍ୱର ବାର୍ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହେଲେ ମନୋଜ ନାୟକ ଓ ସମ୍ପାଦକ ହେଲେ ସମ୍ବିତ ନନ୍ଦୀ। ଆଇନଜୀବୀଙ୍କ ସମେତ ବିଭିନ୍ନ ମହଲରୁ ନବନିର୍ବାଚିତ ସଦସ୍ୟଙ୍କୁ ଶୁଭେଚ୍ଛା ପ୍ରଦାନ। ଓଡ଼ିଶା ବାର୍ କାଉନସିଲର ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପାଇଛି। ଏହି କ୍ରମରେ ବାଲେଶ୍ୱର ବାର୍ ଆସୋସିଏସନର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଆଇନଜୀବୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଚଳିତ ନିର୍ବାଚନରେ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ମନୋଜ ନାୟକ ଓ ସମ୍ପାଦକ ଭାବେ ଅଷ୍ଟମ ଥର ପାଇଁ ଆଇନଜୀବୀ ସମ୍ବିତ ନନ୍ଦୀ ନିର୍ବାଚିତ ହୋଇଛନ୍ତି। ଶ୍ରୀ ନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରଘୁନାଥ ପ୍ରଧାନଙ୍କୁ 141 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଶ୍ରୀ ନାୟକ 658 ଓ ଶ୍ରୀ ପ୍ରଧାନ 517 ଖଣ୍ଡ ଭୋଟ ପାଇଛନ୍ତି। ଅନ୍ୟପକ୍ଷରେ ନବନିର୍ବାଚିତ ସମ୍ପାଦକ ଶ୍ରୀ ନନ୍ଦୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦୀପକ କୁମାର ଦାସଙ୍କ ଠାରୁ 38 ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। ବାଲେଶ୍ୱରରେ ପ୍ରସ୍ତାବିତ ଜୁଡିସିଆଲ ହବ୍ ପାଇଁ ସ୍ଥାନ ନିରୂପଣ ସରିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ସମସ୍ତ କର୍ମକର୍ତ୍ତା ଆନ୍ତରିକତାର ସହ ପ୍ରଚେଷ୍ଟା କରିବେ ବୋଲି ନବନିର୍ବାଚିତ ସଭାପତି ଶ୍ରୀ ନାୟକ କହିଛନ୍ତି। ସେହିପରି ଓଡ଼ିଶା ବାର୍ କାଉନସିଲ ସହାୟତାରେ ଆଇନଜୀବୀ କଲ୍ୟାଣ ଫଣ୍ଡକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉଦ୍ୟମ ସହ ପ୍ରତ୍ୟେକ ବାର୍ ଆସୋସିଏସନର ନିର୍ବାଚନ ସମୟ ବ୍ୟବଧାନକୁ ବଢ଼ାଇବା ନିମନ୍ତେ ଦାବି ଉପସ୍ଥାପନ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି। ଆଜ୍ଞା, ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛି, ଏ ବିଜୟ ମୋର ନୁହଁ। ଏ ବିଜୟ ହେଉଛି ବାଲେଶ୍ୱର ଓକିଲ ସମାଜର ଏବଂ ବାଲେଶ୍ୱର ଜନସାଧାରଣଙ୍କର। ଏବଂ ଯେତେବେଳେ ଗୋଟେ ଗଣତାନ୍ତ୍ରିକ ଢାଞ୍ଚାରେ କୌଣସି ପଦପଦବୀ ଜଣେ ହାସଲ କରନ୍ତି, ସେ ପଦବୀକୁ ନିଶ୍ଚିତ ଭାବରେ ଯେ ସାମାଜିକ ବିକାଶ କ୍ଷେତ୍ରରେ ପ୍ରୟୋଗ କରିବା ଏକଦମ ଜରୁରୀ ବୋଲି ହେଉଛି ମୋର ମତ। ଯେ ଆପଣ ଧରନ୍ତୁ, ଇଏ ହେଉଛି ବିଚାର ବିଭାଗ। ଆପଣ ଜାଣିଛନ୍ତି ବର୍ତ୍ତମାନ କୋର୍ଟରେ ସର୍ବଭାରତୀୟ ସ୍ତର କଥା ମୁଁ କହୁଛି ଯେ ମକଦ୍ଦମା ହେଉଛି ଓଭର କ୍ରାଉଡେଡ଼। ଯେ ତଦନୁଯାୟୀ ଯେଉଁ ବିଚାରପତି ଯେଉଁ ଆବଶ୍ୟକୀୟ ଭିତ୍ତିଭୂମି ସେଟା ନାହିଁ। ସେଥିପାଇଁ ସରକାର ଗୋଟେ ADR ସିଷ୍ଟମ୍ କରୁଛନ୍ତି, ଅଲ୍ଟରନେଟିଭ୍ ଡିସ୍ପ୍ୟୁଟ୍ ରିଡ୍ରେସାଲ୍ ସିଷ୍ଟମ୍ ଗୋଟେ କରୁଛନ୍ତି। ବାଲେଶ୍ୱର ମଧ୍ୟ ତା'ର ଏକ ଦପ୍ତର ରହିଛି, ତାକୁ କାର୍ଯ୍ୟକାରୀ କରିବା ମୋର ହେଉଛି ଏକଦମ ଜରୁରୀ। ବର୍ତ୍ତମାନ 2 ନମ୍ବର କଥା ହେଉଛି ଯେ ବାଲେଶ୍ୱରରେ ବିଚାର ବିଭାଗରେ ଆପଣ ଜାଣିଛନ୍ତି ଏକ ସାରା ରାଜ୍ୟର ଏକ ଗୌରବଦୀପ୍ତ ଅନୁଷ୍ଠାନ। ଯେ ୟାର ଯେଉଁ ମର୍ଯ୍ୟାଦା, 1 ନମ୍ବର କଥା ହେଉଛି ଆପଣ ଗଣମାଧ୍ୟମରେ ଅଛନ୍ତି, ମୁଁ ଓକିଲାତରେ ଅଛି, କିଏ ବ୍ୟବସାୟରେ ଅଛନ୍ତି, କିଏ କୃଷିରେ ଅଛନ୍ତି, କିଏ ଚାଷରେ ଅଛନ୍ତି, ସମସ୍ତେ ଗୋଟେ ଆତ୍ମମର୍ଯ୍ୟାଦାଟାକୁ ଅକ୍ଷୁଣ୍ଣ ରଖିବା ଇଏ ହେଉଛି ଗୋଟେ ପରମ କର୍ତ୍ତବ୍ୟ ଏବଂ ଧର୍ମ ମଧ୍ୟ। ଯେ ଆପଣମାନେ ଯେଉଁଭଳି ଉପସ୍ଥାପିତ କରିଥିଲେ କିଛି ଦିନ ତଳେ ଜଣେ IAS ଅଧିକାରିଣୀ ଏବଂ ଜଣେ ଓକିଲଙ୍କୁ ନେଇ ଯେଉଁ ତୁମୁଳ କାଣ୍ଡ ହେଲା, ଯେଉଁ ବିବାଦ ଘନେଇଥିଲା, ସେଥିର ନିଶ୍ଚିତ ଭାବରେ ଯେ ବାର୍ ଆସୋସିଏସନ୍ ଯେଉଁ ଭୂମିକା ପାଳନ କରିବା କଥା ତା'ର ବିଫଳତା ଦେଖାଇଥିଲା। ଯେ ସେଟାକୁ ମୁଁ ହୃଦ୍ ଗୌରବ ଫେରାଇବା ପାଇଁ ଯେ ନିଶ୍ଚିତ ଭାବରେ ଗୋଟେ ପ୍ରୟାସ କରିବି ମୋର ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସାଧାରଣ ପରିଷଦର ବୈଠକର ସାଥୀମାନଙ୍କୁ ବା ଓକିଲ ବନ୍ଧୁମାନଙ୍କୁ ଧରିକି। ଆଜ୍ଞା, 3 ନମ୍ବର କଥା ହେଉଛି ଯେଉଁ ଯୁବ ଆଇନଜୀବୀମାନେ ଆସୁଛନ୍ତି, ଆପଣ ଦେଖନ୍ତୁ ସମସ୍ତଙ୍କ ପାଇଁ ଟ୍ରେନିଂର ସିଷ୍ଟମ୍ ଅଛି। ସବୁ ବିଭାଗ ଆପଣ ଦେଖିଦିଅନ୍ତୁ। ଆମେ ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥାର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲା ବେଳେ ଯୁବ ଆଇନଜୀବୀମାନଙ୍କ ପାଇଁ କୌଣସି ପ୍ରୋତ୍ସାହନ ରାଶି ନାହିଁ। ଯଦି ଏଇଟା ନଦେବେ, ଆପଣ ଦେଖନ୍ତୁ ଯେଉଁଠି ଛିଡ଼ା ହେଇଛନ୍ତି ଏଇଟା ଗୋଟେ ଚେମ୍ବର। ଯେ ବହି କେଉଁଠୁ ପାଇବେ? ସେମାନେ ଯେଉଁ ଯିବେ ଗାଡ଼ ତେଲଟେ କେଉଁଠୁ ପାଇବେ? ନିଜ ଲୁଗାପଡ଼ାଟା କେମିତି ମାନେ ପ୍ରସ୍ତୁତ କରିବେ? ସେଥିପାଇଁ ମୁଁ ସରକାରଙ୍କ ନିକଟରେ ଦୃଢ଼ ଦାବି ରଖିବି ଯେ ଯେଉଁମାନେ ନୂତନ ଭାବେ ଏ ବୃତ୍ତିରେ ଯୋଗଦାନ କରିବେ, କିଛି ଲୋକ କହନ୍ତି ବ୍ୟବସାୟ, ଇଟ୍ ଇଜ୍ ନଟ୍ ଏ ବିଜନେସ୍, ଇଟ୍ ଇଜ୍ ଏନ୍ ଅକୁପେସନ୍, ବୃତ୍ତି। ଯେ ଯେଉଁମାନେ ଯୋଗଦାନ କରିବେ ତାଙ୍କୁ ସର୍ବନିମ୍ନ ଯେ 5 ବର୍ଷ ପାଇଁ 10,000 ଟଙ୍କାର ଗୋଟେ ସହାୟତା ରାଶି ବା ଗୋଟେ ପ୍ରଦାନ କରିବା ପାଇଁ ମୁଁ ଦୃଢ଼ ଦାବି ରଖିବି। ଆଜ୍ଞା, 4 ନମ୍ବର କଥା ହେଉଛି ବାଲେଶ୍ୱରର ବିଚାର ବିଭାଗୀୟ ଜୁଡ଼ିସିଆଲ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବା ପାଇଁ 2023 ମସିହାରେ ମୁଁ ଯେଉଁଠି ଛାଡ଼ିକି ଆସିଥିଲି, ଆଜ୍ଞା 24-25 ମସିହା ମୋ ଭାଇ ଭଉଣୀମାନେ ମୋତେ ମାନେ ଯେଉଁ ମୁଁ ଅନ୍ତର ଥିଲି ଯେ ତାକୁ ମୁଁ ନିଶ୍ଚିତ ଭାବରେ ତ୍ୱରାନ୍ୱିତ କରିବା ପାଇଁ ଚେଷ୍ଟା କରିବି। ଆପଣଙ୍କ ପାଖରେ ଯେଉଁ ଦୀର୍ଘସୂତ୍ରୀ କଥା କହି କିଛି ଲାଭ ନାହିଁ। କାହିଁକିନା ଆପଣ ଦେଖନ୍ତୁ ଆଜ୍ଞା, ଯେତେବେଳେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉଛି 2 ମାସ 3 ମାସ ଲାଗୁଛି, ଚାଲିଲା ଛୁଟି ମଧ୍ୟ କୋର୍ଟ 2 ମାସ 3 ମାସ ଯାଉଛି। ତେଣୁ 6-7 ମାସ ଭିତରେ ଯେତିକି ସମ୍ଭବ ମୁଁ ସମସ୍ତ ଭାଇ ଭଉଣୀ ଓକିଲ ସମାଜ ଆପଣମାନଙ୍କୁ କନଫିଡେନ୍ସକୁ ନେଇକି
ନିଶ୍ଚିତ ଭାବେ ତାକୁ କେମିତି କାର୍ଯ୍ୟକାରୀ କରାଯିବ ସେ କଥା ଦେଖିବି। ଯେଉଁ ଜାଗାରେ ବର୍ତ୍ତମାନ ଏକ୍ଜିଷ୍ଟିଂ କୋର୍ଟ ବିଲ୍ଡିଂ ଚାଲୁଛି ମୋତେ ଅତ୍ୟନ୍ତ ମାନେ କ୍ଷୋଭର ସହ କହିବାକୁ ପଡ଼ୁଛି, ଯେଉଁ ମାଆମାନେ ଆସୁଛନ୍ତି, ମହିଳା ଆଇନଜୀବୀମାନେ ଆସୁଛନ୍ତି, ଯେ ତାଙ୍କ ପାଇଁ ଗୋଟେ ଶୌଚାଳୟ ନାହିଁ। ଏବଂ କୋର୍ଟଙ୍କର ଭାର୍ଡିକ୍ଟ ହେଉଛି ୱିଟନେସେସ୍ ଆର୍ ଦି ଗେଷ୍ଟ ଅଫ୍ ଦି କୋର୍ଟ, ସେମାନେ ହେଉଛନ୍ତି ଆମର ଅତିଥି। ଯେ ଯେଉଁ ମାଆଟେ ମୁଁ ଦେଖିଛି ମୋତେ ଭାରି ମୋର ଛାତି ଫାଟିଛି, ମାଆଟେ ଗୋଟେ ଛୋଟ ଛୁଆକୁ ନେଇକି ଆସିଛି କୋର୍ଟକୁ। ସିଏ ଯେତେବେଳେ ଆଜ୍ଞା ଯାଉଛି, ଛୋଟ ଛୁଆଟା ଝାଡ଼ାଟେ ଯିବ, ପରିସ୍ରା କରିବ, ତାକୁ କେମିତି ପାଣି ନେବ, କିଛି ବ୍ୟବସ୍ଥା ତା ଭିତରେ ନାହିଁ। ଏଇଟା ଆପଣମାନେ ବି ଅଙ୍ଗେ ଲିଭଉଥିବେ ଯେ ସେଥିପାଇଁ। ଏବଂ ଅନ୍ୟାନ୍ୟ ଯେଉଁ ଆବଶ୍ୟକୀୟ ଭିତ୍ତିଭୂମି ରହିଛି ଯେ ତାକୁ ପୂରଣ କ୍ଷେତ୍ରରେ ମୁଁ ମୋର ସାଥୀମାନଙ୍କ ସହ, ଛୁଆମାନଙ୍କ ସହ, ଗୁରୁଜନମାନଙ୍କ ସହ, ଆପଣମାନଙ୍କ ସହଯୋଗରେ ତାକୁ କିଭଳି କରାଯାଇପାରିବ ସେଥିପାଇଁ ନିଶ୍ଚିତ ଭାବରେ ଯତ୍ନବାନ ହେବ। ସବୁ ନିର୍ବାଚନ ଥିଲା, ନିର୍ବାଚନର ଯେଉଁ ପ୍ରସଙ୍ଗ, ଏଇଟା ଏଜେଣ୍ଡା କହିବାକୁ ଭୁଲିଯିବ, ସେ ପ୍ରସଙ୍ଗ ମୁଁ ରଖିଥିଲି ଆଜ୍ଞା। ଆମର ଯେଉଁ ରାଜ୍ୟ ଆଇନଜୀବୀ ପରିଷଦ ଅଛି ତା'ର ଅବଧି ଆଜ୍ଞା ହେଉଛି 5 ବର୍ଷ। ସେଠି ଯେତେବେଳେ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ହେଉଛି 5 ବର୍ଷ, ଆମର ବାଲେଶ୍ୱରରେ ଥିଲା ଆପଣମାନେ ଜାଣିଛନ୍ତି 3 ବର୍ଷ। ତେଣୁ ଜଣେ ଲୋକତନ୍ତ୍ର ଗୋଟେ ସ୍ୱପ୍ନ ଦେଖିଲା କି ଗୋଟେ କାର୍ଯ୍ୟ କରିବା ପାଇଁ ଯୋଜନା କଲେ, ଯେ ପ୍ରତିନିଧି ଆସିଲେ ତାକୁ କେତେବେଳେ ରୂପାନ୍ତରିତ କେତେବେଳେ କରିବେ। ତେଣୁ ଏଇ ଯେଉଁ ଆପଣ ସଠିକ୍ କଥା କହିଛନ୍ତି, ଏଇ ଯେଉଁ ବର୍ଷିକିଆ ଅଛି, ମୋର ଦୃଢ଼ ଦାବି ରହିବ ଆଟଲିଷ୍ଟ ସାରା ରାଜ୍ୟରେ ଯେ ୟାକୁ 2 ବର୍ଷ କରାଯିବ ମିନିମମ୍ ହେଲେ। ଏବଂ ଆ ସହିତ ଆଉ ଗୋଟେ କଥା ମଧ୍ୟ ମୁଁ ପୂର୍ବରୁ କହିଥିଲି ଯେ ବାଲେଶ୍ୱର ମେଡ଼ିକାଲ କଲେଜରେ ପୂର୍ବରୁ ତ ମେଡ଼ିକାଲ କଲେଜ କ୍ରିୟାଶୀଳ ହୋଇନଥିଲା, ସେଥିପାଇଁ ମୁଁ କହିଥିଲି ଯେ ଆଇନଜୀବୀ, ତାଙ୍କ ପରିବାର, ବିଚାର ବିଭାଗ ସହିତ ଜଡ଼ିତ ଥିବା ସମସ୍ତ ବନ୍ଧୁମାନଙ୍କୁ ସହାୟତାରେ ଯେ ଆମ ମେଡ଼ିକାଲରେ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲରେ ଗୋଟେ ହେଉଛି 6 ତାଲା ବିଶିଷ୍ଟ କେବିନ୍ଟେ କରିବୁ। ତା ସହିତ 5ଟି ଆମେ ସରକାରଙ୍କୁ ଦାନ କରିଦେବୁ, ଗୋଟାଏ ଆମ ପାଇଁ ରଖିବୁ। ଯାହା ହଉ ମୁଁ ଧନ୍ୟବାଦ ଦେବି ସ୍ୱାସ୍ଥ୍ୟ ବିଭାଗ ଯେ ସେମାନେ ହେଉଛି ମୋତେ କହିଥିଲେ ଆପଣ ବୁଲିକି ଜାଗା ଦେଖାନ୍ତୁ। ଆଉ ଆପଣ ଜାଣିଛନ୍ତି କୋଭିଡ଼ ପିରିୟଡ଼ରେ ଯେଉଁ ଅକ୍ସିଜେନ୍ ପ୍ଲାଣ୍ଟ ହେଲା, ଯେ ଗୋଟେ କେନ୍ଦ୍ର ସରକାର କଲେ, ଗୋଟେ ରାଜ୍ୟ ସରକାର କଲେ, ଯେ ସେଥିପାଇଁ 2ଟା ଅକ୍ସିଜେନ୍ ପ୍ଲାଣ୍ଟ ହୋଇଗଲା ପରେ ଆପଣ ଦେଖିଛନ୍ତି ପାଦ ପକାଇବା ପାଇଁ ଜାଗା ନାହିଁ। ସେତେବେଳର ଜିଲ୍ଲାପାଳଙ୍କୁ ମୁଁ ଆସିକି ଏକଥା କହିଲା ପରେ ମୋତେ ଜିଲ୍ଲାପାଳ ମହୋଦୟ କହିଥିଲେ ତାହେଲେ ଆମେ ମେଡ଼ିକାଲ କଲେଜ ହସ୍ପିଟାଲ ଭିତରେ, ଯେଉଁ ଆମ ଫକୀରମୋହନ ମେଡ଼ିକାଲ କଲେଜ ହସ୍ପିଟାଲ, ତା ଭିତରେ ଆମେ ଆପଣଙ୍କୁ ଜାଗା ଦେବୁ। ସେଟାକୁ ମଧ୍ୟ ଯେ ଚିକିତ୍ସା ସରକାରଙ୍କୁ ଦାନ କରିଦେଲା ପରେ 5ଟା ସାଧାରଣ ମଣିଷ ବି ଚିକିତ୍ସା ହେବାର ସୁଯୋଗ ପାଇବେ। ଯେ ଏଇ କଥାକୁ ନିଶ୍ଚିତ ଭାବରେ କେମିତି ହେଇପାରିବ ଆପାତତଃ ଗୋଟେ ଢାଞ୍ଚାଟା ମୁଁ ପକାଇବା ପାଇଁ ପ୍ରୟାସ କରିବି। ଅନ୍ୟପକ୍ଷରେ ବାଲେଶ୍ୱରର ଆଇନଜୀବୀମାନେ ବର୍ଷକ ପରେ ପୁଣି ଥରେ ତାଙ୍କୁ ସମର୍ଥନ ଜଣାଇଥିବାରୁ ନବନିର୍ବାଚିତ ସମ୍ପାଦକ ସମ୍ବିତ ନନ୍ଦୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମ୍ପାଦକ ଭାବେ ତାଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ପାଇଁ ପୁଣି ଥରେ ପ୍ରୟାସ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଆଇନଜୀବୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାର୍ଷିକ ନିର୍ବାଚନ ପରିବର୍ତ୍ତେ ପୂର୍ବବତ୍ 3 ବର୍ଷରେ ଥରେ ନିର୍ବାଚନ ପାଇଁ ରାଜ୍ୟ ବାର୍ କାଉନସିଲଙ୍କ ନିକଟରେ ସର୍ବସମ୍ମତ ଦାବି ଉପସ୍ଥାପନ କରାଯିବ ବୋଲି ଶ୍ରୀ ନନ୍ଦୀ ପ୍ରକାଶ କରିଛନ୍ତି। ସର୍ବପ୍ରଥମେ ମୁଁ ଆପଣମାନଙ୍କ ମାଧ୍ୟମରେ ମୁଁ କହି ରଖିବାକୁ ଚାହେଁ ଯେ ମୋର ଯେଉଁ ବିଜୟ ହେଇଛି, ମୋ ବିଜୟର ସମସ୍ତ ଶ୍ରେୟ ମୁଁ ବାଲେଶ୍ୱର ଓକିଲ ସଂଘର ସମସ୍ତ ମାନ୍ୟବର ସଭ୍ୟମାନଙ୍କୁ ଆଗେ ପ୍ରଦାନ କରିବି। କାରଣ ସେମାନେ ତାଙ୍କ ସ୍ନେହ ଶ୍ରଦ୍ଧା ମୋତେ ଅଜାଡ଼ି ଦେଇଛନ୍ତି ଏବଂ ସହଯୋଗର ହାତ ବଢ଼େଇଛନ୍ତି ଏବଂ ମୋତେ ଲଗାତାର 8ମ ଥର ପାଇଁ ମଧ୍ୟ ସମ୍ପାଦକ ଭାବରେ ନିର୍ବାଚିତ କରିଥିବାରୁ ମୁଁ ସର୍ବପ୍ରଥମେ ସେମାନଙ୍କୁ ଅଭିନନ୍ଦନ ଜଣାଇବି, କୃତଜ୍ଞତା ଜ୍ଞାପନ କରିବି ଏବଂ ମୁଁ ସମସ୍ତ ସଭ୍ୟମାନଙ୍କ ପାଖରେ ଋଣୀ ରହିବି। କମ୍ପିଟିସନ୍ ତ ନିଶ୍ଚିତ ଭାବରେ ହେଇଥିଲା ଭାରି ଫାଇଟ୍ ହେଇଥିଲା, ଷ୍ଟିଫ୍ ଫାଇଟ୍। ଯାହା ବି ହେଉ ସେଥିରେ ବ୍ୟବଧାନ ତ ମୁଁ ଯଦିଓ ସଠିକ୍ ଭାବରେ ଜାଣିନି, ମୁଁ ଶୁଣିଛି 42ଟା ବୋଲି, କିନ୍ତୁ ସଠିକ୍ ଭାବରେ ଆସନ୍ତାକାଲି ଜଣାପଡ଼ିବ। ଆପଣମାନେ ଜାଣିଛନ୍ତି ଯେ ମୋ ଜୀବନଟା ହେଉଛି ଉତ୍ସର୍ଗୀକୃତ। ମୁଁ ଆଜି ନୁହେଁ, ଛାତ୍ର ଅବସ୍ଥାରୁ ଯେ ସମାଜର ବିଭିନ୍ନ ସୋସିଆଲ ୱାର୍କ ପାଇଁ ମୁଁ ମୋ ଲଢ଼େଇ ଜାରି ରଖିଛି। ମୋର ବାପା ସ୍ୱର୍ଗତ ହିମାଂଶୁ ଶେଖର ନନ୍ଦୀ, ସେ ମଧ୍ୟ ଜଣେ ଆଗଧାଡ଼ିର ସୋସିଆଲ ୱାର୍କର ଥିଲେ ଏବଂ ମୁଁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇକି ମୁଁ ମଧ୍ୟ ମୋର ଉଦ୍ୟମ ଜାରି ରଖିଛି। ଏବଂ ଓକିଲଙ୍କର ଯେତେବେଳେ ଯାହା ସମସ୍ୟା ଆସେ, ସେ କିଏ ଥାନାରେ ପୁଲିସର ଶିକାର ହେଉ ବା ହସ୍ପିଟାଲରେ ରହୁ, ସବୁ କ୍ଷେତ୍ରରେ ମୁଁ ସମସ୍ତଙ୍କୁ ସହଯୋଗ ହାତ ବଢ଼େଇଛି, ତାଙ୍କ ପାଖେ ଯାଇକି ଛିଡ଼ା ହେଇଛି। ସେଇଟା ହେଉଛି ଓକିଲମାନଙ୍କର ଭଲ ପାଇବା, ସ୍ନେହ ଶ୍ରଦ୍ଧା, ସେଥିପାଇଁ ରହିଛି। ଆଉ ନା, ସେଇଟା ତ କେବେ ବର୍ଷିକିଆ ଇଲେକ୍ସନ୍ ଆମେ କେବେ ଗ୍ରହଣ କରିପାରୁନୁ। ବର୍ଷେ ଇଲେକ୍ସନରେ 10 ଇୟର୍ରେ ଏତେ ଡେଭଲପମେଣ୍ଟ କାମ କରିବା ସମ୍ଭବ ନୁହେଁ ଏବଂ
ଖର୍ଚ୍ଚ ମଧ୍ୟ ବାର୍ ଆସୋସିଏସନ୍ ଉପରେ ପଡ଼ୁଛି। ଆମେ ବାରମ୍ବାର ଲଗାତାର ଭାବରେ ଦାବି କରି ଆସୁଛୁ ୟାକୁ ଆଟଲିଷ୍ଟ 3 ବର୍ଷିଆ କରାଯାଉ, ଯେଉଁଟାକି ଆଗରୁ ଥିଲା, କିନ୍ତୁ ହେଇପାରୁନି। ବାର୍ କାଉନସିଲ୍ ଉପରେ ଯେଉଁ ଇଲେକ୍ସନ୍ ରୁଲ୍ ସେମାନେ କରୁଛନ୍ତି ସେଥିରେ ପରିବର୍ତ୍ତନ ଆଣୁନାହାନ୍ତି, ସଂଶୋଧନ ଆଣୁନାହାନ୍ତି ଏବଂ ସାରା ଓଡ଼ିଶାରେ, ବାଲେଶ୍ୱର ନୁହେଁ ସାରା ଓଡ଼ିଶାରେ ଏଇଟା ଦାବି ହେଉଛି, ପ୍ରତିକ୍ରିୟା ହେଉଛି। ତେଣୁ ଏଥର ମଧ୍ୟ ଆମେ ସେ ବାବଦରେ ଜଣାଇବୁ, ଚେଷ୍ଟା କରିବୁ ୟାକୁ କେମିତି ଆଟଲିଷ୍ଟ 3 ବର୍ଷ କରିବା ପାଇଁ। ଯେହେତୁ କାଉନସିଲ୍ର ଟେନ୍ୟୁର 3 ବର୍ଷ, ସେଥିପାଇଁ ୟାକୁ ଆମେ ମଧ୍ୟ ଦାବି କରିବୁ। ବାଲେଶ୍ୱରରେ ଜୁଡ଼ିସିଆଲ୍ ହବ୍ ପ୍ରତିଷ୍ଠା, ଯେ ଆପଣ ଜାଣିଛନ୍ତି ମୋ ପାଖରେ ଅଛନ୍ତି ଆମର ବସନ୍ତ ପ୍ରଧାନ ବାବୁ ଅଛନ୍ତି, ଜିତେନ୍ଦ୍ର ବାବୁ ଅଛନ୍ତି, ଯେଉଁମାନେ କି ଅତୀତରେ କର୍ମକର୍ତ୍ତା ଥିଲେ ଆମ ଆସୋସିଏସନ୍ର। ଏମାନଙ୍କ ସମସ୍ତ ସହଯୋଗ ଏବଂ ବାଲେଶ୍ୱରର ସମସ୍ତ ଓକିଲଙ୍କ ସହଯୋଗ କ୍ରମେ ଆମେ କଚେରୀର ସର୍ବାଙ୍ଗୀନ ଉନ୍ନତି ଆମେ କରିଛୁ। ଯେଉଁ ବାଲେଶ୍ୱର କଚେରୀର ଅବସ୍ଥା ଯାହା ଥିଲା, ବେଙ୍ଗ ମୁଦେଲେ ପାଣି ଠିଆ ହେଉଥିଲା, ଏବଂ ଆଜି ସେ ଅବସ୍ଥା ନାହିଁ। ଡ୍ରେନେଜ୍ ସିଷ୍ଟମ୍ ହେଇଛି, ରୋଡ଼ ହେଇଛି ଏବଂ ସୁନ୍ଦର ଭାବରେ ହେଇଛି କଚେରୀ ପରିବେଶଟା। ଏବଂ ସେ ଖାଲି ସେତିକି ନୁହେଁ, ମଧୁବାବୁଙ୍କ ଷ୍ଟାଚ୍ୟୁ ମଧ୍ୟ ଗୋଟେ ଆମେ ନିର୍ମାଣ ପ୍ରତିଷ୍ଠା କରିଛୁ। ଜିତେନ୍ଦ୍ର ବାବୁ, ଉପାଧ୍ୟାୟ ବାବୁ ଯେତେବେଳେ ଥିଲେ, ଆମେ ସେ ମଧ୍ୟ ଯାଇକି ଯେଉଁ ମଧୁବାବୁଙ୍କ ଷ୍ଟାଚ୍ୟୁ ମାନେ ସ୍ଥାପନ ପାଇଁ ସେ ଯାଇକି ଆଣିଥିଲେ, ଯେଉଁ ତିଆରି କରିକି ଆଣିକି ଏଠି ସମସ୍ତଙ୍କର ସହଯୋଗ ଥିଲା। ଏବଂ ଗୋଟେ ସୁନ୍ଦର ଲାଇବ୍ରେରୀ ଗୋଟେ ବାଲେଶ୍ୱର 2 ନମ୍ବର ପ୍ରକୋଷ୍ଠ ଉପରେ କରିଛୁ, ହଲ୍ ଉପରେ ହେଇଛି। ଏହା ଏବଂ ଯେଉଁ ଗେଟ୍, କଚେରୀର ଗୋଟେ ପରିଚୟ ସୃଷ୍ଟି ନଥିଲା ଏବଂ ଗୋଟେ ପ୍ରକାଣ୍ଡ ବିଶାଳକାୟ ଗେଟ୍ ମଧ୍ୟ ପ୍ରତିଷ୍ଠା ହେଇଛି। ଏବଂ ତା ଛଡ଼ା ଅନ୍ୟାନ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେଇଛି। ବାଇଲ ସଂଶୋଧନ କରିକି ଗୋଟେ ସବୁଠୁ ମେଜର କଥା ଯେଉଁଟା, ଯେ ୱେଲଫେୟାର ସ୍କିମ୍ ଗୋଟେ ଆମେ ଓକିଲମାନଙ୍କ ପାଇଁ ପ୍ରଚଳନ କରିଛୁ। ଯେମିତି କାଉନସିଲ୍ର ୱେଲଫେୟାର ସ୍କିମ୍ ଅଛି, ସେଇ ସମାନ ଢାଞ୍ଚାରେ ଆମେ ଗୋଟେ ୱେଲଫେୟାର ସ୍କିମ୍ ମଧ୍ୟ କରିଛୁ। ଏବଂ ଆଜିକା ଦିନରେ ଯେଉଁ ନଗଦ ସମସ୍ୟା ରହିଛି, ଯେଉଁଟା ଜୁଡ଼ିସିଆଲ୍ ହବ୍ ପ୍ରତିଷ୍ଠା, ଯେଉଁ ସେଟା ବାବଦରେ ଆମେ ନିଶ୍ଚିତ ଭାବରେ କେମିତି ଅବିଳମ୍ବେ, ଯେଉଁଟା ଆଗ ଜାଣିଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ITI ପାଖରେ ଯେଉଁ ଇରିଗେସନ୍ ଲ୍ୟାଣ୍ଡରେ ସ୍ଥାନ ନିରୂପଣ ହେଇଥିଲା, କିନ୍ତୁ ସେଥିରେ ଗୋଟେ ଅସୁବିଧା ଆସିଲା ଯେ ସେଠି ତାପରେ ଲିଟିଗେସନ୍, ସିଭିଲ୍ ଲିଟିଗେସନ୍ ଅଛି, ସେଥିପାଇଁ ଯେ ଏଇଟା ହେଉଛି ବିଳମ୍ବ ହେଇଛି। ଯାହା ବି ହେଉ, ସେଇଟା କେମିତିକା କେଉଁ ଜାଗାରେ ପୁଣି ହେବ ବା ସେଠି ହେବ କି କ'ଣ ହେବ, ଆମେ ଜେନେରାଲ୍ ବଡ଼ିରେ ଡାକିକି ଇମିଡ଼ିଏଟଲି ସେଥିରେ ନିଷ୍ପତ୍ତି ନେଇକି ସେଇଟା କେମିତି ତାକୁ ତ୍ୱରାନ୍ୱିତ କରାଯିବ ସେ ବାବଦରେ ଆମେ ଉଚିତ ପଦକ୍ଷେପ ନେବୁ। ଜିତେନ୍ଦ୍ର ଉପାଧ୍ୟାୟ, ଆଗରୁ ଆସିଷ୍ଟାଣ୍ଟ ସେକ୍ରେଟାରୀ ଥିଲି ଏବଂ ଏଇଥର ମଧ୍ୟ ଆସିଷ୍ଟାଣ୍ଟ ସେକ୍ରେଟାରୀ ତୃତୀୟ ଥର ପାଇଁ ଜିତିଛି। ଯାହା ହଉ, ଭୋଟର ଭାଇମାନ ସମସ୍ତଙ୍କୁ ବିଶେଷ ଧନ୍ୟବାଦ। ସେମାନେ ଆସି ପାର୍ଟିସିପେଟ୍ କରିଛନ୍ତି। 1213 ଜଣ ଆମର ଭୋଟ ଦେଇଛନ୍ତି ଏବଂ ଶାନ୍ତି ଶୃଙ୍ଖଳାରେ ଭୋଟ ଦାନ ମଧ୍ୟ ହେଇଛି। ଇଲେକ୍ସନ୍ ଟିମ୍କୁ ଆମେ ସମ୍ପୂର୍ଣ୍ଣ ଧନ୍ୟବାଦ ଦେଉଛୁ, ସୁଚାରୁ ରୂପେ ପରିଚାଳନା କରିଛନ୍ତି। ମାନେ ଦେଖିବେ ଆପଣ, ଅନ୍ୟ ଆଡ଼େ ଇଲେକ୍ସନ୍ରେ ଗଣ୍ଡଗୋଳ ହେନ୍ ଟେନ୍ ହୁଏ, କିଛି ହେଇନି, ବହୁତ ଶାନ୍ତି ଭାବରେ ହେଇଛି। ସମସ୍ତଙ୍କୁ ଶୁଭେଚ୍ଛା। ଆମର ଯେ ସମ୍ପାଦକ ଜିତିଲେ ସମ୍ବିତ ନନ୍ଦୀ, ପୂର୍ବରୁ ମଧ୍ୟ ଅନେକ ଥର ରହିଛନ୍ତି, ସେ ମଧ୍ୟ କହିଗଲେ କଥା। ସେ ସବୁ କଥା ସହ ମୁଁ ଆଉ କେତୋଟି କଥା ଯୋଡ଼ିବି। ଯେଉଁଟା ବାର୍ କାଉନସିଲ୍, ଆମେ ଏଫିଲିଏଟେଡ୍ ବାର୍ କାଉନସିଲ୍କୁ ଆମର 3 ବର୍ଷ ଥିଲା ବାଇଲରେ। ବାର୍ କାଉନସିଲ୍ ସେ ନିଜେ 5 ବର୍ଷର ତାଙ୍କ ଟର୍ମ ସରୁଛି ମେମ୍ବରମାନଙ୍କର, କିନ୍ତୁ ଏଇଟା ନିଶ୍ଚିତ ଭାବରେ ଆମ ପ୍ରତି ଅନ୍ୟାୟ ହେଉଛି। ଆମର 3 ବର୍ଷ ଥିଲା, ସେଇ ମିନିମମ୍ 3 ବର୍ଷ ଆମ ବାଇଲ ଅନୁଯାୟୀ 3 ବର୍ଷର ଥରେ ନିର୍ବାଚନ ହେଲେ ଆମେ ବହୁତ ଗୁଡ଼ା କାମ କରିପାରିବା। ଅତୀତରେ ଯେଉଁଟା ସ୍ୱର୍ଗତ ନିରଞ୍ଜନ ସାର୍ଙ୍କ ଥିବା ସମୟରେ ଆମେ ସେତେବେଳର MP ରବୀନ୍ଦ୍ର ଜେନାଙ୍କୁ ଧରି ଗୋଟେ ଦିନ ମଧ୍ୟରେ R&Bରୁ ପଇସା ସାଂସନ୍ କରି କଚେରୀର ଯେଉଁ ପେଭର୍ସ ବ୍ଲକ୍ ପଡ଼ିଛି, ଗେଟ୍ ହେଇଛି, ବହୁତ କିଛି ଡେଭଲପମେଣ୍ଟ ହେଇଛି। ତେଣୁ ସମୟ ଏବଂ ସୁବିଧା ସୁଯୋଗ ସମସ୍ତଙ୍କର ସହଯୋଗ ଦରକାର, ସେଇଟା ମଧ୍ୟ ଆଶା ରଖୁଛୁ। ଆଉ ଗୋଟିଏ ଛୋଟିଆ କଥା ଆମେ ବାରମ୍ବାର ଦାବି କରୁଛୁ, ଆପଣଙ୍କ ମାଧ୍ୟମରେ ମଧ୍ୟ ଆମେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛୁ। ଆମର SDGM କୋର୍ଟ ରହିଲା, ଏପଟେ ଫ୍ୟାମିଲି କୋର୍ଟ ରହିଲା, ଏପଟେ ଜିଲ୍ଲା ଜଜ୍ କୋର୍ଟ। ଆମର ଓକିଲମାନେ ପ୍ରାୟ ଦିନରେ 5 ଥର 4 ଥର ଚଳପ୍ରଚଳ କରନ୍ତି। SDGM କୋର୍ଟକୁ ଯିବା ପାଇଁ ଆମର ଯେଉଁ ସେ ଓଭରବ୍ରିଜ୍ ତଳ ରାସ୍ତାଟି ଆମେ ଚାହୁଁଛୁ, R&Bରୁ ଅଫିସରଙ୍କୁ ଆଣିକି ଆମେ ଦେଖେଇଛୁ, JEIଙ୍କୁ ଦେଖେଇକି ମାପ କରୁଛୁ, ସେମାନେ କହୁଛନ୍ତି ଟେଣ୍ଡର ହେଉଛି। ସେଇ ମଝି ଖଣ୍ଡେ ରାସ୍ତା, ଯେଉଁ ଛୋଟିଆ ରାସ୍ତାଟେ ପୋଲ ତଳେ ପେଭର୍ସ ବ୍ଲକ୍ ପଡ଼ିକି ମାର୍କିଂ ହେଇଯାନ୍ତା ଅଦାଲତ ଯିବାକୁ ରାସ୍ତା, ଅଦାଲତରୁ କଲେକ୍ଟରେଟ୍କୁ ରାସ୍ତା, ସେଇଟା ଟିକେ ନିରାପଦ ଭାବରେ ସମସ୍ତେ ଯାଇପାରିଲେ ସମସ୍ତଙ୍କ ସୁବିଧା ହୁଅନ୍ତା। ମହକିଲମାନଙ୍କ ସୁବିଧା ସହ ମାନେ ଆମର ଜୁଡ଼ିସିଆରରେ ମଧ୍ୟ ବହୁତ ସୁବିଧା ହୁଅନ୍ତା। ତେଣୁ ସମସ୍ତଙ୍କ ସହଯୋଗ ପାଇଁ ମୁଁ ଧନ୍ୟବାଦ ଦେଉଛି। ଏଭଳି ସହଯୋଗ ସମସ୍ତଙ୍କୁ ଥାଉ ଏବଂ ଭଲ ଟିମ୍ ଆସିଛି, ଯେଉଁ ଟିମ୍ର ସମସ୍ତଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି। ଆଉ ଯେଉଁମାନେ ମଧ୍ୟ ପରାଜିତ ହୋଇଛନ୍ତି, ନିଶ୍ଚିତ ଭାବେ ସେମାନେ ମଧ୍ୟ ଆଗରୁ ଜିତିଥିଲେ ଏବଂ ଆଗାମୀ ଦିନରେ ଜିତିବେ। କେହି ମନ ନ ଭାଙ୍ଗି ସମ୍ପୂର୍ଣ୍ଣ ସହଯୋଗ କରି କିଭଳି ଭାବରେ ବାଲେଶ୍ୱର ବାର୍ ଆସୋସିଏସନ୍ ଓଡ଼ିଶାର ନମ୍ବର 1 ହେବ, ସେ ଦିଗରେ ସମସ୍ତେ ସହଯୋଗ କରିବା ପାଇଁ ମୁଁ ନିବେଦନ ରଖୁଛି।